ନା କ'ଣ ସାର୍ କହିଲେ ଆପଣ? ମୋ ନାଁ ଜି ରାମବାବୁ ଦରା। ଏଠୁ କ'ଣ ପାଇଁ ଆସିଥିଲେ ସାର୍? ମୋତେ ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ହୁଁ ସୋ ବ୍ରେନ୍ ଷ୍ଟ୍ରୋକ୍ ହେଲା ପରେ ପାରାଲାଇଜ୍ ହେଇଥିଲି। ହୁଁ ଏଠିକି ଆସିଲି ମୁଁ ହଁ ଟ୍ରିଟମେଣ୍ଟ ଏଠି ପାଇଁ। ସବୁ କ'ଣ କ'ଣ କଲେ? ଏଠି ଫାଷ୍ଟରେ ଅଭ୍ୟଙ୍ଗ, ହୁଁ ତାପରେ ସ୍ନାନ ସଦନ, ହୁଁ ଶିରୋଧାରା। ଶିରୋଧାରା, ହଁ 66ଟି ପିଣ୍ଡ, ହଁ ଆଉ ଗୋଟେ ଲେପନ ଗୋଟେ କରାହେଲା। ହଁ ସବୁଗୁଡ଼ା କରାହେଲା। ହଁ ସୋ କେତେ ଦିନ କଲେ ସାର୍? ଏଇଟା ଗୋଟେ ସପ୍ତାହଟି କରାହେଲା। ହୁଁ ତ ମାନେ ମୁଁ ଅବଶ୍ୟ ଗ୍ୟାପ୍ ଦେଇ କଲି। ହଁ ସପ୍ତାହଟି କଲେ ଆଉ ସପ୍ତାହଟି ରେଷ୍ଟ ଦିଆହେଲା ପୁଣି। ତାପରେ ଆଉ ଥରେ କରାହେଲା। ହଁ ଏମିତି 21 ଦିନ କଲେ, ହଁ 21 ଡେଜ୍ କଲେ। ହଁ 21 ଡେଜ୍। ହଁ ବଟ୍ 21 ହଁ ଭେରି ଗୁଡ୍। ହଁ ମୁଁ ପୁରା କ୍ୟୁର୍ ହେଇଗଲି, ହଁ ପୁରା ଜିରୋରେ ଥିଲି। ହଁ ହଁ ଲେଫ୍ଟ ହ୍ୟାଣ୍ଡ ଲେଫ୍ଟ ଲେଗ୍ ବିଲକୁଲ ଆସୁନଥିଲା। ହଁ ଏବେ ସବୁ ଭଲ ଭାବରେ। ପୁରା ଆଇ ଆମ୍ ଭେରି ପରଫେକ୍ଟ ହୁଁ ଆଣ୍ଡ କମ୍ପ୍ଲିଟଲି ଫିଟ୍। ହୁଁ ମୁଁ ସେଲ୍ଫ ଡ୍ରାଇଭିଂ କରିପାରୁଛି, ମୋର ସବୁ କାମ ମୁଁ କରିପାରୁଛି, ମୁଁ ସାଇଡ଼କୁ ଯାଇପାରୁଛି, ଏଭ୍ରିଥିଙ୍ଗ ଇଜ୍ ଫାଇନ୍। ଆଉ କେତେ ଦିନ ଥରେ ଆସୁଛନ୍ତି ଏବେ? ମୁଁ ମନ୍ଥଲି ୱାନ୍ସ ଆସୁଛି। ହୁଁ ହୁଁ ମନ୍ଥଲି ୱାନ୍ସ ଆସିକି ମାନେ ମୋ ସେଲ୍ଫ କନଫିଡେନ୍ସ ପାଇଁ ବୋଲିକି ଆସୁଛି, ତ ମୋତେ ସାଟିସ୍ଫାଏଡ୍ ଲାଗୁଛି, ହୁଁ ଆଉ ଭଲ ଲାଗୁଛି ବି। ହୁଁ ମନ୍ଥଲି ୱାନ୍ସ ଆସୁଛି। ଆଉ ତା ସହିତ ଆଉ କ'ଣ ସେମାନେ ଶିଖିଛନ୍ତି କ'ଣ ତା ସହିତ? ଏବେ ମଝିରେ ଡକ୍ଟର ମହାନ୍ତି ଗାରୁ ଆଣ୍ଡ ଶଙ୍କର ଗାରୁ ହୁଁ ଯାଇକି ସେ ପାଣିଗ୍ରାସ କାଇରୋଥେରାପି ଯାଇକି ଟ୍ରିଟମେଣ୍ଟ ତାଙ୍କେ ସେ ନିଜେ ଟ୍ରେନିଂ ନେଇକି ଆସିଛନ୍ତି। ଭୁବନେଶ୍ୱର। ହଁ ଭୁବନେଶ୍ୱର କୋଉଠି ଯାଇକି ଆସିଛନ୍ତି ଆଣ୍ଡ ସେଟା ବି ଆଡ୍ ଅନ୍ ହେଲା ଆଜି। ହଁ ଆଜି ସେଟା ବି ମୋତେ ମାନେ ୟୁଜ୍ କଲେ। ହଁ ଭେରି ନାଇସ୍। ଆଉ ଏଇଠି ଡକ୍ଟର ଭଲ ତ? ସୁରଜିତ ବାବୁ ହଁ ଆଉ ସେ ତାଙ୍କ ଗୋଟେ ସୋସିଆଲ ୱାର୍କର ଆକ୍ଚୁଆଲି, ହଁ ସୋ ମନି ଓରିଏଣ୍ଟେଡଲି ନେଇକି ହଁ କରୁନାହାନ୍ତି। ଏଠି ବହୁତ ଭଲ ଅଛି। ଗରିବ ଧନୀମାନଙ୍କୁ ସେମିତି କ'ଣ? ନାଇଁ ମୁଁ କେବେ ଫିଲ୍ ହେଇନି। ହଁ ଆଉ ମାନେ ପୁରା କମ୍ପ୍ଲିଟଲି ସେ ସୋସିଆଲ ୱାର୍କ। ଆଉ ସେମାନଙ୍କୁ କ'ଣ କହିବେ ସାର୍ ଆପଣ ଡକ୍ଟର? ଏବେ ଯେତିକି ଅଛି ସେଠି ମାନେ ଶଙ୍କର ଭାଇ ଯିଏ ମାନେ ଥେରାପିଷ୍ଟ, ଲେଡ଼ିଜ୍ ଥେରାପି ମଧ୍ୟ ଭଲ ଅଛନ୍ତି। ହଁ ପର୍ସନ, ହୁଁ ଭେରି ଜେନ୍ୟୁନ୍ ଭାଇ, ହୁଁ ବହୁତ ବଢ଼ିଆ ଟ୍ରିଟମେଣ୍ଟ। ହୁଁ ମୁଁ ଆଜି ଏ ଷ୍ଟେଜରେ ଅଛି ମାନେ ହୁଁ ବିକଜ ଅଫ୍ ମାନେ ମେଡିସିନ ସେଟା ଗୋଟେ ୱେ ହେଲେ, ହୁଁ ଦିସ୍ ଇଜ ଦ ଆନଦର ୱିଙ୍ଗ ଆକ୍ଚୁଆଲି। ସୋ ଏଟା ବହୁତ ବଢ଼ିଆ। ସୋ ମେଡିସିନ ଅପେକ୍ଷା ମୁଁ ଏଇଥିରେ ଭଲ ହେଲି। ହଁ ଆଉ ଆଇ ଏମ୍ ଭେରି ପରଫେକ୍ଟ ନାଉ, ଓକେ କମ୍ପ୍ଲିଟଲି ପରଫେକ୍ଟ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। बहुत बढ़िया।